ମୁଁ ବିଶ୍ୱରଞ୍ଜନ ଶତପଥୀ ଆମର ସେଣ୍ଟ୍ରାଲ ବ୍ୟାଙ୍କ ସେବାନିବୃତ୍ତ ସଂଘ ଓଡ଼ିଶା ରାଜ୍ୟ ଶାଖାର ସଭାପତି ତାଙ୍କ ଅନୁଷ୍ଠିତ ହୁଏ। ଆପଣମାନେ ଜାଣନ୍ତି ଯେ ରିଟାୟାର୍ଡିଜ୍ ମାନେ ସେମାନେ ବୟସରେ ଅଧିକ, ତେଣୁ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ହয়তো ବିଶେଷ ଆସନ୍ତିନି, କିନ୍ତୁ ଯେତିକି ଆସନ୍ତି ବି ଆମର ଆଶାଜନକ ସେମାନେ ଆସିଛନ୍ତି ଏବଂ ଯେଉଁମାନେ ଆସିଛନ୍ତି ସେମାନେ ଖୁବ୍ ସକ୍ରିୟ ଭାବରେ ଯୋଗଦାନ କରିଛନ୍ତି ଆମର ଆସୋସିଏସନ୍ର ଯେଉଁ କାର୍ଯ୍ୟ। ସମୁଦାୟ 150 ଜଣ ଅଛନ୍ତି ଦୂରାନ୍ତରେ, ମାନେ ସାରା ଓଡ଼ିଶାକୁ ନେଇକରି ଆମର ସଂଗଠନ ସର୍ବଭାରତୀୟ ସ୍ତରରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯେ ବିଶେଷ କରି ଆମର ପେନ୍ସନ୍ ଅପଡେସନ୍ ସେଇଟା ହେଉଛି ଆମର ମୁଖ୍ୟ ଜିନିଷ। ସେଇଟା ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯେ ଆପଣମାନେ ବିଶ୍ୱାସ କରିବେନି ଯେ ହয়তো ଯେଉଁମାନେ 30 ବର୍ଷ 40 ବର୍ଷ ଆଗରୁ ଜେନେରାଲ ମ୍ୟାନେଜର ଭାବରେ ରିଟାୟାରମେଣ୍ଟ ହେଇଛି ଯେଉଁମାନଙ୍କର, ସେମାନଙ୍କର ଯେଉଁ ପେନ୍ସନ୍ ସେମାନେ ପାଉଛନ୍ତି, ସେମାନେ ବର୍ତ୍ତମାନ ସମୟରେ ଯେଉଁମାନେ ପେନ୍ସନ୍ ପାଉଛନ୍ତି ଜଣେ ସାଧାରଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ତାଠୁ ମଧ୍ୟ କମ୍। ଏଇଟାର ଏକମାତ୍ର କାରଣ ହେଉଛି ଯେ ପେନ୍ସନ୍ ଅପଡେସନ୍ ହେଉନାହିଁ। ଏବଂ ଏଇ ଯେଉଁ ପେନ୍ସନ୍ ଅପଡେସନ୍ ଏଇଟା ଆପଣ ଦେଖିବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେଉଁ ତାଙ୍କର ଯେଉଁ ସେବାନିବୃତ୍ତ ଯେଉଁମାନେ ଅଛନ୍ତି ସେମାନଙ୍କର ସାଧାରଣ ଯେତେବେଳେ ୱେଜ୍ ରିଭିଜନ୍ ହୁଏ ସେତେବେଳେ ଅଟୋମେଟିକାଲି ପେନ୍ସନ୍ ଅପଡେସନ୍ ତାଙ୍କର ମଧ୍ୟ ହେଇଯାଏ। ଯେଉଁ ଜିନିଷଟାକି ବ୍ୟାଙ୍କ କ୍ଷେତ୍ରରେ ଯେଉଁ ପେନ୍ସନ୍ ଯେଉଁ ରେଗୁଲେସନ୍ ଲାଗୁ କରିବା ସମୟରେ ଏଇ ତ୍ରୁଟି ରହିଯିବା ହେତୁ ପେନ୍ସନ୍ 1993ରେ ସ୍ୱୀକୃତି ହେଲା, 95ରୁ ଲାଗୁ ହେଲା, କିନ୍ତୁ ତାପରଠାରୁ ଆମର ପେନ୍ସନ୍ ଅପଡେସନ୍ ହେଉନାହିଁ। ଅର୍ଥାତ୍ ଯିଏ ଯେଉଁ ରେଟ୍ରେ ପେନ୍ସନ୍ ସେହି ସମୟରେ ପାଉଥିଲେ ସେହି ସେମ୍ ରେଟ୍ରେ ବର୍ତ୍ତମାନ ମଧ୍ୟ ପେନ୍ସନ୍ ପାଉଛନ୍ତି, ସେମାନଙ୍କର କୌଣସି ରିଭିଜନ୍ ହେଉନି, ଯେଉଁଟାକି ଖୁବ୍ ଅସଙ୍ଗତିପୂର୍ଣ୍ଣ। ତେଣୁ ଏହାରି ବିରୁଦ୍ଧରେ ଆମର ସଂଗ୍ରାମ ଚାଲିଛି ଏବଂ ଏଟାକୁ ଶୀଘ୍ର ଦୂର କରିବା। ପ୍ରତିବର୍ଷ ଆମେ ଓଡ଼ିଶା ଷ୍ଟେଟ୍ ସେଣ୍ଟ୍ରାଲ ବ୍ୟାଙ୍କ ରିଟାୟାରୀ ଆସୋସିଏସନ୍ ତରଫରୁ ପ୍ରତିବର୍ଷ ଏଭଳି ଗୋଟେ ଆମର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଗୋଟେ ସମ୍ମିଳନୀ କରୁ ଏବଂ ସେଥିରେ ଆମର ବିଭିନ୍ନ ସମସ୍ୟା ନେଇକି କଥାବାର୍ତ୍ତା ହୁଏ ଏବଂ ସର୍ବଭାରତୀୟ ସ୍ତରରେ ଯଦି ଆମର ଯେଉଁ ଡିମାଣ୍ଡ ଗୁଡ଼ିକ ଥାଏ, ଦାବି ଥାଏ, ସେଗୁଡ଼ିକ ସମ୍ପର୍କରେ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁ ଏବଂ ଆମମାନଙ୍କ ଭିତରେ ଯେଉଁ କେମିତି ଆମମାନେ ଖୁସିରେ ରହିବା, ଶାନ୍ତିରେ ରହିବା ଏବଂ ସୁସ୍ଥ ରହିବା ସେ ବିଷୟ ନେଇକି ଆମମାନେ ସମସ୍ତେ ପରସ୍ପର ମଧ୍ୟରେ ଆଲୋଚନା। ରିଟାୟାରମେଣ୍ଟ ପରେ ଯେଉଁ ବେନିଫିଟ୍ ଗୁଡ଼ିକ ପାଉଛୁ ତାର କେମିତି ଉନ୍ନତି ହେବ, ଆମର ପେନ୍ସନ୍ ଅପଡେସନ୍ ହେବ, ହେଲ୍ଥ ଇନ୍ସୁରାନ୍ସରେ GST ଲାଗୁଛି ସେଟାକୁ କେମିତି ଆମେ କମେଇ ପାରିବୁ, GST ଯେଉଁଟା ଲାଗୁଛି ଏବେ ରେଟ୍ଟା ସେଇଟା ବହୁତ ହାଇ ଅଛି, ସେଟାକୁ କେମିତି କମ୍ ହେଇପାରିବ ଏବଂ ଆମର ଯେଉଁ ଦାବି ଗୁଡ଼ିକ ଅଛି ଆମେ IBA ସାଙ୍ଗରେ ସିଧା କଥାବାର୍ତ୍ତା ହେଇପାରିବୁ, ତାହା ନେଇ ଆମେମାନେ ଦାବିପତ୍ର ଏବଂ ଫାଇନାନ୍ସ ମିନିଷ୍ଟ୍ରି IBA ସାଙ୍ଗରେ ଦାବି ଦେବୁ।